ଜୟ ଜଗନ୍ନାଥ। ପିଲାମାନେ, ତୁମମାନଙ୍କୁ ସଂସ୍କୃତ ଶିକ୍ଷାୟତନର ଏ ପ୍ରକୋଷ୍ଠ ମଧ୍ୟକୁ ସ୍ୱାଗତ। ଆଜି ପିଲାମାନେ ଆମେ ପଢିବା ସଂସ୍କୃତ ଧାତୁ ରୂପ ସ୍ୱାଦିଗଣୀୟ। ସଂସ୍କୃତରୁ ସମ୍ପୂର୍ଣ୍ଣ ଓଡ଼ିଆରେ ଆମେ ପଢିବା। ପଢିଲା ବେଳେ ନିଶ୍ଚିତ ଭାବରେ ଧାତୁ ଗୁଡ଼ିକରେ କିଛି କ୍ଲିଷ୍ଟ ରହିଛି, ହେଲେ ବି ପିଲାମାନେ ଅଭ୍ୟାସ ବଳରେ ସବୁ କିଛି ସାଧାରଣ ହେଇଯାଇପାରେ। ତେଣୁ ତୁମେମାନେ ଯଦି ଅଭ୍ୟାସ କରିବ ନିଶ୍ଚିତ ଭାବରେ ଏଗୁଡ଼ିକ ତୁମ ପାଇଁ ଅତି ସହଜ ହେଇଯିବ। ତାହେଲେ ଆଜି ଆମେ ପଢିବା ସ୍ୱାଦିଗଣୀୟ ଧାତୁ, ଯାହାକି ଶ୍ରୁ ଧାତୁ। ଶ୍ରୁ କହିଲେ ଶୁଣିବା, ନାଇଁ? ତାହେଲେ ତାର ଗୁଣ ଆଉ ବୃଦ୍ଧି ହେଇକି ସୁ ତି, ତାପରେ ସୁ ନ ତି, ଏମିତି ସୁ ନୋ, ଏହିପରି ଗୁଣ ହେଇକିରି ତି ହେଇକି ସୁନତି, ଅର୍ଥାତ୍ ଉଭୟ ପଦରେ ଶୁଣିବା ଅର୍ଥରେ ପ୍ରକାଶ ପାଏ। ତାହେଲେ ଶ୍ରୁ, ସେ ଧାତୁକୁ ଆମେ କହୁ ଶ୍ରୁ ଧାତୁ। ଶ୍ରୁ କହିଲେ ଶୁଣିବା, ବୁଝିଲା? ତାହେଲେ ଏଇଟା ପରସ୍ମୈପଦୀ ଧାତୁ ଗୋଟେ। ଆମେ ଆଗରୁ ଏଇ ଯୋଉ ସ୍ୱାଦିଗଣୀୟର ପରସ୍ମୈପଦୀ ଧାତୁ ଆଗ ଜାଣିବା, ତାପରେ ଆତ୍ମନିପଦୀ ଧାତୁ କିପରି ହଉଛି ତାହା ମଧ୍ୟ ଜାଣିନେବା। ତାହେଲେ ଦେଖ, ତାର ରୂପ ହଉଛି ଶୃଣୋତି, ଶୃଣୁତଃ, ଶୃଣ୍ୱନ୍ତି, ଶୃଣସି, ଶୃଣୁଥଃ, ଶୃଣୁଥ, ଶୃଣୋମି, ଶୃଣୁବଃ ବା ଶୃଣ୍ୱଃ, ଶୃଣ୍ମଃ। ବୁଝିପାରିଲ? ଏଇଟା ହଉଛି ଲଟ୍ ଲକାର। ଆମେ ତ ସବୁବେଳେ କରୁଛେ, ତାର କୋଉଠି କର୍ତ୍ତା କେମିତି ଆମେ ବସଉଛେ, ମଧ୍ୟମ ପୁରୁଷର ଚିହ୍ନ କିଏ, ଉତ୍ତମ ପୁରୁଷର ଚିହ୍ନ କିଏ। ଏବେ ଲୋଟ୍ ଲକାର ଦେଖିବା। ଲୋଟ୍ ଲକାର ଆଦେଶ ବା ଅନୁଜ୍ଞା ଅର୍ଥରେ। ତାହେଲେ ଶୃଣତୁ, ଶୃଣତୁ, ତାହେଲେ ଯଦି ଆମେ ଏଠି କର୍ତ୍ତା ବସେଇବା, କଣ ବସେଇବା? ସହ ବା ବାଳକଃ, ନାଇଁ? ଦୁଇ ବଚନରେ କଣ ଲଗେଇବା? ତଉ, ତଉ ଶୃଣୁତାମ୍, ତେ ଶୁଣନ୍ତୁ। ବୁଝିପାରିଲ? ତାହେଲେ ସେ ଶୁଣୁ, ସେ ଦୁଇ ଜଣ ଶୁଣନ୍ତୁ, ସେମାନେ ଶୁଣନ୍ତୁ। ଯଦି ମଧ୍ୟମ ପୁରୁଷ ହେଲା ଶୃଣୁ, ଶୃଣୁତମ୍, ଶୃଣୁତ। ଆମେ ଯଦି ତାର କର୍ତ୍ତା ବସେଇବା କଣ ହବ? ମଧ୍ୟମ ପୁରୁଷର କର୍ତ୍ତା ସବୁବେଳେ କଣ? ତ୍ୱମ୍, ତ୍ୱମ୍ ଶୃଣୁ। ଯୁବାମ୍, ଯୁବାମ୍ ଶୃଣୁତମ୍, ୟୁୟମ୍ ଶୃଣୁତ। ବୁଝିପାରିଲ? ଅହମ୍ ଶୃଣୁ ବାନି, ଆବାମ୍ ଶୃଣୁ ବାବ, ବୟମ୍ ଶୃଣୁ ବାମ। ବୁଝିପାରିଲ କେମିତି ପ୍ରୟୋଗ ହଉଛି? ତେଣୁ ଆମେ କର୍ତ୍ତା ଏଇପରି ଲଗେଇକି ପ୍ରୟୋଗ କରିବା। ଲୋଟ୍ ଲକାର ଗଲା, ଏବେ ଆସିଲା ବିଧିଲିଙ୍ଗ ଲକାର। ତାର ରୂପ କେମିତି? ଶୃଣୁୟାତ୍, ଶୃଣୁୟାତାମ୍, ଶୃଣୁୟୁଃ, ଶୃଣୁୟାହା, ଶୃଣୁୟାତମ୍, ଶୃଣୁୟାତ, ଶୃଣୁୟାମ୍, ଶୃଣୁୟାବ, ଶୃଣୁୟାମ। ଆମେ ସ୍ୱାଦିଗଣୀୟ ଧାତୁ କରୁଛେ ପିଲାମାନେ। ତାର ଲୋଟ୍ ଲକାର, ଲଙ୍ଗ ଲକାର ହେଲା ଅଶୃଣତ୍, ଅଶୃଣୁତମ୍, ତାମ୍, ଅଶୃଣ୍ୱନ୍, ଅଶୃଣୋଃ, ଅଶୃଣୁତମ୍, ଅଶୃଣୁତ, ଅଶୃଣୁବମ୍, ଅଶୃଣୁବ ବା ଅଶୃଣ୍ୱ, ଅଶୃଣ୍ୱ ଆଉ ଅଶୃଣୁମ ବା ଅଶୃଣ୍ମ। ଏହିପରି ତାର ଲଙ୍ଗ ଲକାର। ସେମିତି ବିଧିଲିଙ୍ଗ ଲୁଟ୍ ଲକାର ଆମର ଭବିଷ୍ୟତ କାଳ। ଶୋଷ୍ୟତି, ଶୋଷ୍ୟତଃ, ଶୋଷ୍ୟନ୍ତି, ଶୋଷ୍ୟସି, ଶୋଷ୍ୟଥଃ, ଶୋଷ୍ୟଥ, ଶୋଷ୍ୟାମି, ଶୋଷ୍ୟାବହ। ଏଇଟା ପିଲାମାନେ ଶୋଷ୍ୟାବହ, ଶୋଷ୍ୟାମହ। ହେଲା? ତାହେଲେ ଏଇପରି ଆମେ ଲୁଟ୍ ଲକାର କଲେ। ତାହେଲେ ଯଦି ଆମେ ସେଇ ଶ୍ରୁ ଧାତୁ ପୂର୍ବରୁ କୌଣସି ଉପସର୍ଗ ଲଗେଇବା, ତାହେଲେ ତାର ସବୁ ଅର୍ଥ ତ ଅଲଗା ହେଇଯିବ ନିଶ୍ଚିତ ଭାବରେ। ତାହେଲେ ଶ୍ରୁ ପୂର୍ବରୁ ଯଦି ଆମେ ଆ ଲଗେଇବା, ତାହେଲେ ହବ ଆଶୃଣତି। ଶ୍ରୁ ଧାତୁ ପୂର୍ବରୁ ଯଦି ପ୍ରତି ଲଗେଇବା, ପ୍ରତିଶୃଣତି। ଶ୍ରୁ ଧାତୁ ପୂର୍ବରୁ ଆମେ ସମ୍ ଲଗେଇବା, ତାହେଲେ ଆତ୍ମନିପଦୀ ଧାତୁ ପରି ମାନିବା ତା ଅର୍ଥ ହେଇଯିବ। ଏହିପରି ଶ୍ରୁ ଧାତୁର ଆତ୍ମନିପଦୀର ରୂପ ହୁଏ ଶୃଣୁତେ, ଶୃଣ୍ୱତେ, ଶୃଣନ୍ତେ। ଏହିପରି ଆତ୍ମନିପଦୀ ଧାତୁର ରୂପ ହେଇପାରେ। ବୁଝିପାରିଲ? ତାହେଲେ ସ୍ୱାଦୀ ଧାତୁର ସବୁ ଜାଣିଲ ତୁମେ ମାନେ। ତାହେଲେ ଆମେ ଆଉ କେତେ ଗୁଡ଼ିଏ ସ୍ୱାଦୀ ଧାତୁ
लट लोट विधिलिंग आ लंग लकार आमे मध्य तार रूप करिपरिबा जेमती आप धातुर आप माने आपनोति हला सेहीपरि आमर कौन शक्नोति शक धातु ची धातु अर्थात संग्रह करिबा तार रूप हम चिन्नोति तोलिबा नहीं सम लगेदेले संचिनोति आत्मनिपद धातु कौन अश्र अश्नते अश्नुताम एमती रूप हम ताले एहीपरि आमे ए धातु गुड़िक पढ़िले आज आमे ए संस्कृत शिक्षायतन प्रकोष्ठ मध्य कौन पढ़िले संस्कृत व्याकरण पढ़िले आ पूर्वर आमे पढ़ी साचे पिला माने भुआदि धातु आदि धातु आदि धातु दिवादि धातु पढ़ी सारीचे आज आमे पढ़िले कौन स्वादिगणीय धातु बुझेला तार एहीपरि मध्य आउरी केते उड़ी हबो आप धातुर आपनोति रूप होई परिबो प्र लागि गेले प्राप्नोति शक धातुर शक्नोति आउ ची धातुर चिन्नोति ब्रू धातुर ब्रुणति तार आत्मनिपदी धातुरे टिक अलगा प्रकार हबो ब्रुणते ब्रुणताम एमती हबो ताले आजी आमे एई धातु गुड़िक शिखिले एवं भल भाबरे ताकू पढ़ी नबा एबे आजी पई हमर क्लास एठी रखिबा समस्त को धन्यवाद।